କାର୍ତ୍ତିକ ପୁରାଣର ମାହାତ୍ମ୍ୟ। କାର୍ତ୍ତିକ ମାସ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ଓ ଶୁଭ ମାସ ବୋଲି ଗଣାଯାଏ। ଏହି ମାସରେ ଭଗବାନ ବିଷ୍ଣୁ, ଶିବ ଓ ତୁଳସୀ ଦେବୀଙ୍କ ପୂଜା କଲେ ଅସୀମ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକ ପୁରାଣ ଗ୍ରନ୍ଥରେ ଏହି ମାସର ମାହାତ୍ମ୍ୟ, ନିୟମ, ଉପବାସ, ଦାନ ଓ ସତ୍କାର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ କଥା ଉଲ୍ଲେଖ ଅଛି। ଏହି ପୁରାଣରେ ଭଗବାନ ଶ୍ରୀହରିଙ୍କ ଲୀଳା, ତୁଳସୀ ଓ ଶାଳିଗ୍ରାମଙ୍କ ବିବାହ, ଦାମୋଦର ବ୍ରତର ମହାତ୍ମ୍ୟ ଏବଂ ଭକ୍ତିର ଶକ୍ତି ବିଷୟରେ ଗଭୀର ଆଲୋଚନା ହୋଇଛି। ଯେମିତି ଗଙ୍ଗା ସ୍ନାନ ସର୍ବ ପାପକୁ ଦୂର କରେ, ସେପରି କାର୍ତ୍ତିକ ମାସରେ ଭକ୍ତି ଭାବରେ ଉପବାସ ଓ ପୂଜା କଲେ ମନ, ଶରୀର ଓ ଆତ୍ମା ଶୁଦ୍ଧ ହୋଇଥାଏ। ଏହି ମାହାତ୍ମ୍ୟ ଶ୍ରବଣ କିମ୍ବା ପାଠ କଲେ ମାତ୍ରେ ମଣିଷ ଅନେକ ଜନ୍ମର ପାପରୁ ମୁକ୍ତ ହୋଇ ମୋକ୍ଷ ପ୍ରାପ୍ତ କରେ।